ଦାନବୀର କର୍ଣ୍ଣ, ଯାହାଙ୍କ ଜନ୍ମ ଥିଲା ଏକ ରହସ୍ୟ, ଜୀବନ ଥିଲା ଏକ ସଂଘର୍ଷ ଆଉ ମୃତ୍ୟୁ ଥିଲା ଏକ ମହାକାବ୍ୟ। ମହାଭାରତର ଏପରି ଏକ ଚରିତ୍ର ଯାହାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଥିଲା ନିୟତିର ଏକ କଠୋର ପରୀକ୍ଷା। ଯିଏ ଜନ୍ମ ହେଲା କ୍ଷଣି ମାତାଙ୍କ ଦ୍ୱାରା ଗଙ୍ଗା ନଦୀରେ ପରିତ୍ୟକ୍ତ ହେଲେ, ପରନ୍ତୁ ସେହି ମାର ପୁଅମାନଙ୍କ ଅର୍ଥାତ୍ ନିଜ ଭାଇମାନଙ୍କର ସବୁଠୁ ବଡ଼ ଶତ୍ରୁ ଭାବେ କୁରୁକ୍ଷେତ୍ରରେ ଦଣ୍ଡାୟମାନ ହୋଇଥିଲେ। ଚାଲନ୍ତୁ ବିସ୍ତାର ଭାବେ ଜାଣିବା କର୍ଣ୍ଣ ଓ ପଞ୍ଚୁପାଣ୍ଡବଙ୍କର ଜନ୍ମ ରହସ୍ୟ। ଥରେ ଯଦୁବଂଶୀ ରାଜା ସୁରସେନଙ୍କ ଘରେ ଗୋଟିଏ ପୁତ୍ରୀ ଜନ୍ମଗ୍ରହଣ କଲା। ତାଙ୍କର ପିଲାଦିନ ନାମ ଥିଲା ପ୍ରଥା। ସୁରସେନ ତାଙ୍କ ଭାଇଙ୍କ ରାଜ୍ୟ କୁନ୍ତିଭୋଜକୁ ତାଙ୍କୁ ପଠାଇ ଦେଇଥିଲେ ଓ ସେଠାରେ ସେ ବଡ଼ ହୋଇଥିଲେ। ସେଥିପାଇଁ ସମୟକ୍ରମେ ତାଙ୍କ ନାମ କୁନ୍ତି ପଡ଼ିଲା। ସେଠାରୁ ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଆରମ୍ଭ ହେଲା। ଥରେ ଋଷି ଦୁର୍ବାସା ତାଙ୍କ ରାଜ୍ୟକୁ ଆସିଲେ। ରାଜକୁମାରୀ କୁନ୍ତି ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହ ତାଙ୍କର ସେବା କଲେ। ଏଥିରେ ସେ ବହୁତ ପ୍ରସନ୍ନ ହୋଇ ତାଙ୍କୁ ବରଦାନ ସ୍ୱରୂପ ଏକ ମନ୍ତ୍ର ଦେଇଥିଲେ, ଯାହା ମାଧ୍ୟମରେ କୁନ୍ତି ଯେକୌଣସି ଦେବତାଙ୍କୁ ଡାକି ସେମାନଙ୍କଠାରୁ ସନ୍ତାନ ପ୍ରାପ୍ତି କରିପାରିବେ। କିଛି ଦିନ ଗଲା ପରେ ଦିନେ ରାଜକୁମାରୀ କୁନ୍ତି ଏହି ମନ୍ତ୍ରର ଶକ୍ତି ଉପରେ ସନ୍ଦେହ କରି ନିଜର ଉତ୍କଣ୍ଠାକୁ ସନ୍ତୁଷ୍ଟ କରିବା ପାଇଁ ସେ ଋଷି ଦୁର୍ବାସା ଦେଇଥିବା ମନ୍ତ୍ରକୁ ପଢ଼ି ସୂର୍ଯ୍ୟ ଦେବତାଙ୍କୁ ସ୍ମରଣ କଲେ। ତାଙ୍କର ମନ୍ତ୍ର ଶୁଣି ଭଗବାନ ସୂର୍ଯ୍ୟନାରାୟଣ ଉପସ୍ଥିତ ହେଲେ ଓ କହିଲେ, ହେ ପୁତ୍ରୀ, ଋଷି ଦୁର୍ବାସାଙ୍କ ବର ଅନୁସାରେ ତୁମର ମନସ୍କାମନା ନିଶ୍ଚୟ ପୂରଣ ହେବ। ମୁଁ ଯିବା କ୍ଷଣି ତୁମକୁ ଗୋଟିଏ ପୁତ୍ର ସନ୍ତାନ ପ୍ରାପ୍ତି ହେବ। ଏହା ଶୁଣି ରାଜକୁମାରୀ କୁନ୍ତି କହିଲେ, ହେ ସୂର୍ଯ୍ୟ ଭଗବାନ, ଦୟାକରି ଏ ଅବୋଧ ବାଳିକାକୁ କ୍ଷମା କରନ୍ତୁ। ମୁଁ କେବଳ ଋଷି ଦୁର୍ବାସା ଦେଇଥିବା ମନ୍ତ୍ରର ପରୀକ୍ଷା କରିବାକୁ ଚାହୁଁଥିଲି। ସୂର୍ଯ୍ୟଦେବ କହିଲେ, ହେ କୁନ୍ତି, ଋଷି ଦୁର୍ବାସାଙ୍କ ମନ୍ତ୍ର କେବେ ବିଫଳ ହୋଇପାରିବ ନାହିଁ, ତେଣୁ ତୁମକୁ ଗୋଟିଏ ପୁତ୍ର ପ୍ରାପ୍ତି ହେବ। ଏହା ଶୁଣି କୁନ୍ତି କାନ୍ଦ କାନ୍ଦ ହୋଇ କହିଲେ, ହେ ସୂର୍ଯ୍ୟନାରାୟଣ, ଆପଣ ଜାଣନ୍ତି ମୁଁ ଜଣେ କୁମାରୀ କନ୍ୟା। ଯେଉଁ ସମାଜ ମାତା ସୀତାଙ୍କ ସତୀତ୍ୱକୁ ଶଙ୍କା କରିଥିଲା, ସେ କ'ଣ ମୋତେ ଛାଡ଼ିବ? ମୁଁ କ'ଣ ଜବାବ ଦେବି ମୋ ପିତାଙ୍କୁ? ଦୟାକରି ଏହି ପରିସ୍ଥିତିର ସମାଧାନ କରନ୍ତୁ। ଏହା ଶୁଣି ସୂର୍ଯ୍ୟଦେବତା ଆଶୀର୍ବାଦ ଦେଇ କହିଲେ, ହେ ପୁତ୍ରୀ, ତୁମର ପୁତ୍ର ଜନ୍ମ ହେଲା ପରେ ମଧ୍ୟ ତୁମର କୁମାରୀତ୍ୱ ନଷ୍ଟ ହେବ ନାହିଁ ଓ ଏହି ଘଟଣା ଏକ ଗୁପ୍ତ ହୋଇ ରହିବ। ଏତିକି କହି ସୂର୍ଯ୍ୟଦେବ ଚାଲିଗଲେ। ସେ ଗଲା ପରେ ତାଙ୍କ ଶରୀରର କିଛି ଅଂଶ କୁନ୍ତୀଙ୍କ ଗର୍ଭରେ ରହିଗଲା ଓ ସେଥିରୁ ଜନ୍ମ ହେଲା ଏକ ପୁତ୍ର ସନ୍ତାନ। କୁନ୍ତି ସେହି ସନ୍ତାନକୁ ଗୋଟିଏ ଟୋକେଇରେ ଶୁଆଇ ଦେଇ ଗଙ୍ଗା ନଦୀ ନିକଟରେ ପହଞ୍ଚିଲେ ଓ ଭଗବାନ ସୂର୍ଯ୍ୟଦେବଙ୍କୁ ସ୍ମରଣ କରି କହିଲେ, ହେ ଭଗବାନ, ଆପଣଙ୍କ ପୁତ୍ରକୁ ରକ୍ଷା କରିବେ। ଏହା ଶୁଣି ସୂର୍ଯ୍ୟଦେବ ସେଠାରେ ପ୍ରକଟ ହୋଇ କହିଲେ, ହେ ପୁତ୍ରୀ, ଆପଣ ନିଶ୍ଚିନ୍ତ ରୁହନ୍ତୁ। ମୁଁ ଏହାର କର୍ଣ୍ଣରେ କୁଣ୍ଡଳ ଓ କବଚ ଦେଉଛି, ଯାହା ଏହାର ରକ୍ଷା କରିବ ଓ ଏହି ବାଳକ ସର୍ବଶ୍ରେଷ୍ଠ ଦାନବୀର ହେବ। ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପ୍ରଦାନ କ୍ଷଣି କବଚ ଓ କୁଣ୍ଡଳ ତା ଦେହରେ ସ୍ଥାପିତ ହୋଇଗଲା। ଏହାପରେ ରାଜକୁମାରୀ କୁନ୍ତି ସେହି ଟୋକେଇଟି ନେଇ ଗଙ୍ଗା ନଦୀରେ ଭସେଇ ଦେଲେ। ତାହା ଭାସି ଭାସି ଗଙ୍ଗା ନଦୀରେ ଯାଉଥାଏ। ସେହି ସମୟରେ ନଦୀ ତୁଠରେ ଗଙ୍ଗାପୁତ୍ର ଭୀଷ୍ମଙ୍କ ସାରଥୀ ଅଧିରଥ ଘୋଡ଼ା ଧୋଉଥିଲେ। ତାଙ୍କର କୌଣସି ସନ୍ତାନ ହେଉନଥିବାରୁ ସେ ସବୁଦିନ ଗାଧୋଇବା ବେଳେ ମାତା ଗଙ୍ଗାଙ୍କୁ ପୁତ୍ର ପ୍ରାପ୍ତି ପାଇଁ ପ୍ରାର୍ଥନା କରୁଥିଲେ ଓ ସେଦିନ ତାଙ୍କୁ ତାହାର ଫଳ ସ୍ୱରୂପ ଟୋକେଇଟି ଯାଇ ତାଙ୍କ ପାଖରେ ପହଞ୍ଚିଲା। ଟୋକେଇରେ ଥିବା ବାଳକକୁ ଦେଖି ସେ ମାତା ଗଙ୍ଗାଙ୍କୁ ସ୍ମରଣ କରି ସେହି ବାଳକକୁ ନିଜ ପୁତ୍ର ଭାବରେ ପାଳନ କଲେ। ସମୟର ଚକ୍ର ମଧ୍ୟ ଏମିତି ଘୂରିଲା ଯେ ରାଜକୁମାରୀ କୁନ୍ତୀଙ୍କ ବିବାହ ହସ୍ତିନାପୁରର ମହାରାଜା ପାଣ୍ଡୁଙ୍କ ସହ ହୋଇଥିଲା, ଯେଉଁ ରାଜ୍ୟରେ ତାଙ୍କର ତ୍ୟାଗ କରିଦେଇଥିବା ପୁତ୍ର ବଢ଼ୁଥିଲା। ମହାରାଜ ପାଣ୍ଡୁଙ୍କର ଦୁଇଟି ପତ୍ନୀ ଥିଲେ, କୁନ୍ତି ଏବଂ ମାଦ୍ରୀ। ଋଷି କିନ୍ଦମଙ୍କ ଅଭିଶାପ କାରଣରୁ ପାଣ୍ଡୁ ତାଙ୍କ ପତ୍ନୀଙ୍କ ସହିତ ସହବାସ କରିପାରୁନଥିଲେ, ଯେଉଁଥିପାଇଁ ତାଙ୍କୁ ସନ୍ତାନ ପ୍ରାପ୍ତି ହେଉନଥିଲା। ଏହି ଅଭିଶାପ ପଛର କାରଣ ହେଉଛି, ଥରେ ରାଜା ପାଣ୍ଡୁ ତାଙ୍କ ଦୁଇ ପତ୍ନୀଙ୍କ ସହ ଶିକାର କରିବା ନିମନ୍ତେ ବନରେ ଭ୍ରମଣ କରୁଥିଲେ। କିଛି ସମୟ ପରେ ସେମାନେ ଗୋଟିଏ ମୃଗଜୋଡ଼ା ବିଚରଣ କରୁଥିବାର ଦେଖିବାକୁ ପାଇଲେ। ସେହି ମୃଗ ଆଣିବାକୁ ରାଣୀ ମାଦ୍ରୀ ଇଚ୍ଛା ପ୍ରକଟ କରିବାରୁ ରାଜା ପାଣ୍ଡୁ ସେହି ମୃଗ ଉପରକୁ ଦୁଇଟି ତୀର ଛାଡ଼ିଲେ, ଯାହା ସେହି ଦୁଇ ମୃଗ ଦେହରେ ବାଜିଲା। କିନ୍ତୁ ସେ ସାଧାରଣ ମୃଗ ନଥିଲେ। ମୃଗ ବେଶରେ ଋଷି କିନ୍ଦମ ଓ ତାଙ୍କ ପତ୍ନୀ ବିଚରଣ କରୁଥିଲେ।
ତାଙ୍କର ସହବାସ ଅବସ୍ଥାରେ ପାଣ୍ଡୁ ତାଙ୍କ ଉପରକୁ ତୀର ମାରିଥିବାରୁ ରାଗରେ ଜର୍ଜରିତ ହୋଇ ସେ ଅଭିଶାପ ଦେଇଥିଲେ ଯେ ହେ ରାଜନ, ଯଦି ତୁମ୍ଭେ କୌଣସି ସ୍ତ୍ରୀ ସହ ସହବାସ କରିବ ତାହେଲେ ସେଠାରେ ତୁମର ମୃତ୍ୟୁ ହୋଇଯିବ। ଏତିକି କହି ସେଠାରେ ଋଷି ଓ ତାଙ୍କ ପତ୍ନୀ ଦେହ ତ୍ୟାଗ କରିଦେଲେ। ଏହି ଅଭିଶାପର ଦୁଃଖରେ ରାଜା ପାଣ୍ଡୁ ତାଙ୍କ ରାଜ୍ୟ ହସ୍ତିନାପୁରକୁ ତାଙ୍କ ବଡ଼ ଭ୍ରାତା ଧୃତରାଷ୍ଟ୍ରଙ୍କୁ ସମର୍ପଣ କରି ସବୁଦିନ ପାଇଁ ଜଙ୍ଗଲକୁ ଚାଲି ଆସିଲେ ଓ ତାଙ୍କ ସହ ତାଙ୍କ ଦୁଇ ପତ୍ନୀ ମଧ୍ୟ ରାଜ୍ୟ ତ୍ୟାଗ କରି ତାଙ୍କ ସହ ଜଙ୍ଗଲରେ ରହୁଥିଲେ। କିଛି ଦିନ ପରେ କୁନ୍ତୀ ଋଷି ଦୁର୍ବାସା ଦେଇଥିବା ମନ୍ତ୍ର ବିଷୟରେ ପାଣ୍ଡୁଙ୍କୁ ଜଣାଇଲେ। ଏହା ଶୁଣି ପାଣ୍ଡୁ ବହୁତ ଖୁସି ହୋଇଥିଲେ ଓ ସେହି ମନ୍ତ୍ର ସ୍ମରଣ କରି ପୁତ୍ର ପ୍ରାପ୍ତି କରିବାକୁ କୁନ୍ତୀଙ୍କୁ କହିଲେ। କୁନ୍ତୀ ସେହି ମନ୍ତ୍ରକୁ ଉଚ୍ଚାରଣ କରି ଧର୍ମରାଜ ଯମଦେବତାଙ୍କୁ ସ୍ମରଣ କଲେ। ତାଙ୍କୁ ଏକ ପୁତ୍ର ପ୍ରାପ୍ତ ହେଲା। ତାହାର ନାମ ଯୁଧିଷ୍ଠିର ରଖିଲେ। ସେହିପରି ପବନ ଦେବତାଙ୍କଠାରୁ ଭୀମ ଓ ଇନ୍ଦ୍ର ଦେବତାଙ୍କଠାରୁ ଅର୍ଜୁନ ଜନ୍ମ ହୋଇଥିଲେ। ସନ୍ତାନମାନଙ୍କୁ ଦେଖି ରାଣୀ ମାଦ୍ରୀଙ୍କ ମନ ଟିକିଏ ଦୁଃଖ ହେଲା, କାରଣ ସେ ମଧ୍ୟ ପୁତ୍ର ପ୍ରାପ୍ତି କରିବାକୁ ଚାହୁଁଥିଲେ। ଏହା ଦେଖି କୁନ୍ତୀ ତାଙ୍କ ମନ୍ତ୍ର ଦ୍ୱାରା ମାଦ୍ରୀଙ୍କୁ ସନ୍ତାନ ପ୍ରାପ୍ତି କରିବାରେ ସାହାଯ୍ୟ କଲେ। ଭଗବାନ ଅଶ୍ୱିନୀ କୁମାରଙ୍କୁ ସେ ସ୍ମରଣ କଲେ ଓ ତାଙ୍କଠାରୁ ଜନ୍ମ ହେଲେ ନକୁଳ ଓ ସହଦେବ। ଏହି ଖୁସି କିଛି ଦିନରେ ଛାରଖାର ହୋଇଗଲା। ଦିନେ ରାଣୀ ମାଦ୍ରୀ ସ୍ନାନ କରି ଫେରୁଥିବା ସମୟରେ ରାଜା ପାଣ୍ଡୁଙ୍କ ନଜର ତାଙ୍କ ଆଡ଼କୁ ପଡ଼ିଗଲା। ତାଙ୍କର ସୌନ୍ଦର୍ଯ୍ୟରେ ମୋହିତ ହୋଇ ମାଦ୍ରୀଙ୍କ ସହ ସେଠାରେ ସହବାସ କରିବା କ୍ଷଣି ଋଷିଙ୍କ ଅଭିଶାପ ଅନୁସାରେ ତାଙ୍କର ମୃତ୍ୟୁ ହୋଇଗଲା। ରାଣୀ ମାଦ୍ରୀ ଏହାର ସବୁ ଦୋଷ ନିଜକୁ ଦେଇ ସେ ମଧ୍ୟ ଦେହ ତ୍ୟାଗ କରିଦେଲେ। ଏହାପରେ ରାଣୀ କୁନ୍ତୀ ତାଙ୍କର 5 ପୁତ୍ରମାନଙ୍କୁ ନେଇ ହସ୍ତିନାପୁର ଫେରି ଆସିଲେ। କ'ଣ ଆପଣ ଜାଣିଛନ୍ତି? ସ୍ୱୟଂ ଯୁଧିଷ୍ଠିରଙ୍କ ଦେବପିତା ଯମଦେବତା ଯକ୍ଷ ବେଶରେ ପାଣ୍ଡବଙ୍କର ପରୀକ୍ଷା ନେଇଥିଲେ। ତାହା ଜାଣିବା ପାଇଁ ଏହି ଭିଡ଼ିଓ ଦେଖନ୍ତୁ। ଧନ୍ୟବାଦ।